ଆଜିର ରାଶିଫଳ ଫେବୃଆରୀ ମାସ 13 ତାରିଖ ଶୁକ୍ରବାର, ଫାଲ୍ଗୁନ ମାସ କୃଷ୍ଣପକ୍ଷ, ତିଥି ଏକାଦଶୀ ଦିବା 2ଟା 45 ଗତେ ଦ୍ୱାଦଶୀ, ନକ୍ଷତ୍ର ମୂଳା ଦିବା 5ଟା 10 ଗତେ ପୂର୍ବାଷାଢ଼, ଚନ୍ଦ୍ର ଧନୁ ଯୁଗ ବଜ୍ର। ଆଜିର ସୂର୍ଯ୍ୟୋଦୟ ସମୟ 6ଟା 21, ସୂର୍ଯ୍ୟାସ୍ତ ସମୟ 5ଟା 41। ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର, ବିଛା ଧନୁ ଓ ମୀନ ରାଶିର ଘାତ ବାର। ଆଜିର କାଳବେଳା ଓ ବାରବେଳା ଦିବା 9ଟା 6 ଗତେ 11ଟା 55 ମଧ୍ୟ, ବିଶୁଦ୍ଧିବା ଅମୃତ ବେଳା ଦିବା 7ଟା 58 ମଧ୍ୟ ଓ 8ଟା 44 ଗତେ 9ଟା 45 ମଧ୍ୟ, 1ଟା 33 ଗତେ 3ଟା 10 ମଧ୍ୟ, ବିଶୁଦ୍ଧି ବା ମହେନ୍ଦ୍ର ବେଳା ରାତ୍ରି 10ଟା 27 ଗତେ 11ଟା 5 ମଧ୍ୟ। ଆଜି ଶିମ୍ବ ପୋଇ ଖାଇଲେ ଦେହ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟରେ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେ ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ। ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ। ଆପଣ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ, ଦେବ ଦର୍ଶନର ସୁଯୋଗ ମିଳିବ। ସେଇଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ନିଜ ଲୋକମାନଙ୍କ ସହିତ ମିଶିବାର ସମ୍ଭାବନା ସୁଯୋଗ ରହିଛି। ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ। ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି। ଆକସ୍ମିକ ବିପଦ ହେତୁ ସତର୍କ ରୁହନ୍ତୁ। ସେଇଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆପଣ ଜାଣିବାକୁ ପାଇବେ ଯେ ସର୍ତ୍ତାରେ ଥିବା ଲୋକମାନଙ୍କ ସହିତ ଆପଣଙ୍କ ସମ୍ବନ୍ଧ ପ୍ରଗାଢ଼ ଅଛି। ଏଥିରୁ କେହି ଲୋକ ଆପଣଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିବେ ନାହିଁ। ପୁରାତନ ସମସ୍ୟା ଓ ସମାଧାନର ଅବସର ମିଳିପାରେ। ସେଇଭଳିକା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ। ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କର କୌଣସି ଅସୁବିଧାରେ ଏକା ପଡ଼ିଯାଇପାରନ୍ତି, ତାହେଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାରର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ। ସେଇଭଳିକା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି। କୌଣସି ଏକ ଧର୍ମପୀଠ, ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି। ଏହା ଏକ କମ୍ ସମୟରେ ଯାତ୍ରା ହୋଇପାରେ, କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ୱପୂର୍ଣ୍ଣ ହେବ। ସେଇଭଳିକା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆପଣଙ୍କର ଏବଂ ଆପଣଙ୍କ ପରିବାରର ମଧ୍ୟ ସମସ୍ୟା ଗୁରୁତ୍ୱପୂର୍ଣ୍ଣ ଭାବରେ ଚାଲୁଅଛି। ଯଦି ଆପଣଙ୍କର ମଧ୍ୟ ଝଗଡ଼ା ଚାଲିଥାଏ, କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ, ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ। ସେଇଭଳିକା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ। ଦିନଟି କ୍ଲେଶଦାୟକ। ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି, ତେବେ ଆପଣଙ୍କ ଜିତିବା ନିଶ୍ଚୟ। କୌଣସି ଜଣେ ଅନୁଭବ ଓକିଲଙ୍କ ପରାମର୍ଶ ନିଅନ୍ତୁ। ତୁରନ୍ତ ଓ ଚିନ୍ତାରେ କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ। ସେଇଭଳିକା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ। ଏଥିରୁ ମୁକୁଳିବା ପାଇଁ ଓ କୂଟନୀତିର ସାହାଯ୍ୟ ନିଅନ୍ତୁ। ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଥାନ୍ତି। ଗୁରୁଜନଙ୍କ ନିନ୍ଦା ବ୍ୟଥା ଦେଇପାରେ। ସେଇଭଳିଆ ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଅଟେ। ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ। ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ। ସେଇଭଳିକା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚରମ ସୀମା ରହିବ। ଆପଣ ନିଜ ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ, କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ। ଅଯଥା ବ୍ୟୟ ଏବଂ କଣ୍ଟା ଓ ମୁନିଆ ବସ୍ତୁ ଦ୍ୱାରା ଆଘାତ ହୋଇପାରନ୍ତି। ସେଇଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବା ମନବାଞ୍ଛିତ ଦ୍ରବ୍ୟ ପାଇପାରନ୍ତି। ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ ହୋଇପାରେ। ଧନ ଲାଭ ଯୋଗ ଅଛି। ଦିନଟି ପ୍ରତିପଦ ରହିବ। ଶେଷରେ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆପଣଙ୍କର ଭାଗ୍ୟ ହିଁ ଆପଣଙ୍କୁ ସଫଳତା ଦେବ। ଆଜି ସବୁକିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ। ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନ ହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି। ଏହି ସୁଯୋଗର ସମ୍ପୂର୍ଣ୍ଣ ଲାଭ ଉଠାନ୍ତୁ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।